ଆଜି ଆମେ ଭାରତୀୟ ସମ୍ବିଧାନର ମୂଳଦୁଆ ବିଷୟରେ ଟିକେ ଗଭୀର ଭାବେ କଥା ହେବା। ମାନେ ଏହାର ଉତ୍ସଗୁଡ଼ିକ କ'ଣ ଥିଲା, ଆମ ପାଖରେ ଯେଉଁ ତଥ୍ୟ ଅଛି ଆଉ ଯେଉଁ ବିଶ୍ଳେଷଣ ଅଛି ସେହି ଆଧାରରେ ବୁଝିବାକୁ ଚେଷ୍ଟା କରିବା ଯେ ଆମ ସମ୍ବିଧାନଟା କେମିତି ଗଢ଼ା ହେଲା ଆଉ କେଉଁ ମୁଖ୍ୟ ଭାବନା ବା ଆଇନଗତ ଢାଞ୍ଚା ଏହାକୁ ରୂପ ଦେଲା। ମାନେ ଆମର ଲକ୍ଷ୍ୟ ହେଉଛି ଏହି ଜଟିଳ ବିଷୟର ମୁଖ୍ୟ ଦିଗଗୁଡ଼ିକୁ ଟିକେ ସରଳ ଭାବେ ସାମ୍ନାକୁ ଆଣିବା। ନିଶ୍ଚୟ, ଏଇଟା ବହୁତ ଜରୁରୀ ଆଲୋଚନା। କାରଣ ଦେଖନ୍ତୁ, କୌଣସି ଦେଶର ସମ୍ବିଧାନ ହିଁ ତାର ଶାସନ ଆଉ ମୂଲ୍ୟବୋଧର ପ୍ରତିଫଳନ। ଆଜି ଆମେ ମୁଖ୍ୟତଃ ଦୁଇଟା ବଡ଼ ପ୍ରଭାବ ବିଷୟରେ କଥା ହେବା। ଗୋଟେ ହେଲା 1935ର ଭାରତ ସରକାର ଅଧିନିୟମ, ଆଉ ଅନ୍ୟଟି ହେଲା ବ୍ରିଟେନର ସାମ୍ବିଧାନିକ ପରମ୍ପରା। ଏ ଦୁଇଟାର ପ୍ରଭାବ କେତେ ଗଭୀର ସେଇଟା ଦେଖିବା। ଠିକ୍ ଅଛି, ତେବେ ଚାଲନ୍ତୁ ଆରମ୍ଭ କରିବା ଏହି ଗଭୀର ଅନୁଶୀଳନ। ଦେଖିବା ଆମ ଭାରତର ଏହି ମହାନ ଗ୍ରନ୍ଥ, ଆମ ସମ୍ବିଧାନ କେଉଁ କେଉଁ ଜିନିଷକୁ ନେଇ ଗଢ଼ା ହେଲା। ତାହେଲେ ପ୍ରଥମେ ସବୁଠୁ ବଡ଼ ଦେଶୀୟ ଉତ୍ସ କଥା କହିବା, 1935ର ଭାରତ ସରକାର ଅଧିନିୟମ। ଶୁଣାଯାଏ ଏହାର ଅବଦାନ ବହୁତ ବେଶୀ। ଏଟା କେତେ ଦୂର ସତ? ଏହା ପୂରାପୂରି ସତ। ଆମ ପାଖରେ ଯେଉଁ ତଥ୍ୟ ଅଛି ଆଉ ବିଶ୍ଳେଷକମାନେ ଯାହା କହୁଛନ୍ତି, ଆମ ସମ୍ବିଧାନର ବର୍ତ୍ତମାନ ରୂପର ପାଖାପାଖି 75% ଅଂଶ ହୁଏତ ସିଧାସଳଖ ବା ପରୋକ୍ଷ ଭାବେ ଏଇ 1935 ଆକ୍ଟରୁ ହିଁ ଆସିଛି। ଅବଶ୍ୟ ଆମ ସ୍ୱାଧୀନ ଭାରତର ଆବଶ୍ୟକତାକୁ ଦେଖିକି ସେଥିରେ ବହୁତ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଉ ସଂଶୋଧନ କରାଯାଇଛି। 75%? ଏଇଟା ତ ସତରେ ବହୁତ ବଡ଼ ଅଂଶ। ଏହାର ଗୋଟେ ମଜା କଥା ହେଉଛି, ସ୍ୱାଧୀନତା ପରେ ବି ଆମ ଶାସନର ମୂଳଦୁଆ ଗୋଟେ ବ୍ରିଟିଶ ଆଇନ ଉପରେ ଚାଲିଲା। ଏଥିରୁ ଜଣାପଡ଼ୁଛି ଯେ ନୂଆ କରି କିଛି ଆରମ୍ଭ କରିବା ସହଜ ନଥିଲା। ଆଚ୍ଛା, କେଉଁ କେଉଁ ମୁଖ୍ୟ ଜିନିଷଗୁଡ଼ିକ ଏଇ 1935 ଆକ୍ଟରୁ ନିଆଗଲା? ହଁ, ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଅଛି। ମୁଖ୍ୟତଃ ଦେଶର ଯେଉଁ ସଂଘୀୟ ଢାଞ୍ଚା, ମାନେ ଫେଡରାଲ ଷ୍ଟ୍ରକ୍ଚର, କେନ୍ଦ୍ର ଆଉ ରାଜ୍ୟ ସରକାର ଭିତରେ କ୍ଷମତା କେମିତି ବଣ୍ଟା ହେବ, ତାର ମୂଳ ନୀତିଟା ଏଇ ଆକ୍ଟ ଦ୍ୱାରା ପ୍ରଭାବିତ। ସେମିତି କେନ୍ଦ୍ର ରାଜ୍ୟ ସମ୍ପର୍କ ପାଇଁ ଯେଉଁ ପ୍ରଶାସନିକ ବା ଆର୍ଥିକ ବ୍ୟବସ୍ଥା ଅଛି, ରାଜ୍ୟପାଳଙ୍କ ପଦ ଆଉ ପବ୍ଲିକ ସର୍ଭିସ କମିଶନ ଭଳି ସଂସ୍ଥା, ଏସବୁର ଧାରଣା ବି ଏଇଠୁ ଆସିଛି। ଆଉ ଗୋଟେ ବଡ଼ କଥା ହେଲା ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାର ବ୍ୟବସ୍ଥା, ଏମର୍ଜେନ୍ସି ପ୍ରୋଭିଜନ୍ସ ଯାହାକୁ କହୁଛନ୍ତି। ସଙ୍କଟ ସମୟରେ କେନ୍ଦ୍ର ସରକାରଙ୍କୁ ଯେଉଁ ଅଧିକ କ୍ଷମତା ମିଳେ, ତାର ମୂଳ ବି ଏଇ 1935 ଆକ୍ଟରେ ଅଛି। ଏହାର ମାନେ ତ ଆମ ଶାସନ ବ୍ୟବସ୍ଥାର ମେରୁଦଣ୍ଡ କହିଲେ ଚଳେ। ସେଟା ବହୁତ ମାତ୍ରାରେ ଏହି ଆଇନ ଦ୍ୱାରା ହିଁ ପ୍ରଭାବିତ। ହୁଏତ ପ୍ରଶାସନିକ ନିରନ୍ତରତା ପାଇଁ ଏହା ଜରୁରୀ ଥିଲା, କିନ୍ତୁ ଏହା ବି ଦେଖାଉଛି ଯେ ପୁରା ନୂଆ କରିବା କଷ୍ଟକର ଥିଲା। ଏକଦମ ଠିକ୍ କହିଲେ। ଆଉ ଅନେକ ଏହାକୁ ଗୋଟେ ବାସ୍ତବବାଦୀ ପଦକ୍ଷେପ ବୋଲି ବି କହନ୍ତି। କାରଣ ଏତେ ବଡ଼ ଦେଶ ପାଇଁ ପୁରା ଶୂନ୍ୟରୁ ଗୋଟେ ନୂଆ ପ୍ରଶାସନିକ ଢାଞ୍ଚା ତିଆରି କରିବା ସତରେ ବହୁତ କଷ୍ଟକର କାମ ଥିଲା। ବୁଝିଲେ, କିନ୍ତୁ ଆମ ସମ୍ବିଧାନ ନିର୍ମାତାମାନେ ତ କେବଳ ଏଇ ଘରୋଇ ଉତ୍ସ ଉପରେ ନିର୍ଭର କରିନଥିଲେ। ସେମାନେ ଦୁନିଆର ଅନ୍ୟ ଦେଶର ସମ୍ବିଧାନକୁ ବି ପଢ଼ିଥିଲେ। ତେବେ ଏବେ ଆସନ୍ତୁ ଦେଖିବା ବ୍ରିଟେନର ସିଧାସଳଖ ପ୍ରଭାବ କେଉଁଠି ଦେଖାଯାଏ। କୁହାଯାଏ ଆମର ଯେଉଁ ସଂସଦୀୟ ବ୍ୟବସ୍ଥା ଅଛି, ତାର ଅନେକ ମୂଳ କଥା ସିଧାସଳଖ ସେଠିକାର ପରମ୍ପରାରୁ ଆସିଛି। ଏଟା କେତେ ଦୂର ସତ? ହଁ, ଏଇଟା ପୁରା ସତ। ବ୍ରିଟେନର ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଅଛି, ଯଦିଓ ତାଙ୍କର ଗୋଟିଏ ଲିଖିତ ସମ୍ବିଧାନ ନାହିଁ, ତଥାପି ତାର ପ୍ରଭାବ ଆମ ସମ୍ବିଧାନ ଉପରେ ପୁରା ସ୍ପଷ୍ଟ। ଆମେ ଏହାକୁ କିଛି ମୁଖ୍ୟ ଭାଗରେ ବାଣ୍ଟି ଦେଖିପାରିବା। ସବୁଠୁ ପ୍ରଥମ ଆଉ ଗୁରୁତ୍ୱପୂର୍ଣ୍ଣ ହେଲା ସଂସଦୀୟ ଶାସନ ପ୍ରଣାଳୀର ମୂଳ ଢାଞ୍ଚା। ହଁ, ପାର୍ଲାମେଣ୍ଟାରୀ ସିଷ୍ଟମ। ଏହାର ମାନେ କ'ଣ ଆଉ ଏହା କେମିତି କାମ କରେ, ଟିକେ ସରଳ ଭାଷାରେ ବୁଝେଇବେ କି? ନିଶ୍ଚୟ। ଦେଖନ୍ତୁ, ସଂସଦୀୟ ପ୍ରକାରର ସରକାର ବା ପାର୍ଲାମେଣ୍ଟାରୀ ଟାଇପ୍ ଅଫ୍ ଗଭର୍ଣ୍ଣମେଣ୍ଟର ମୂଳ କଥା ହେଲା ଯେ କାର୍ଯ୍ୟପାଳିକା ମାନେ ସରକାର, ସେ ନିଜ କାମ ପାଇଁ ବ୍ୟବସ୍ଥାପିକା, ବିଶେଷ କରି ନିମ୍ନ ସଦନ, ଆମର ଯେମିତି ଲୋକସଭା, କାଁ ପ୍ରତି ଉତ୍ତରଦାୟୀ ରହିବେ। ଏହାର ଅର୍ଥ ସରକାର ସେତେବେଳେ ଯାଏଁ କ୍ଷମତାରେ ରହିପାରିବେ ଯେତେବେଳେ ଯାଏଁ ଲୋକସଭାରେ ତାଙ୍କ ପାଖରେ ବହୁମତ ବା ସମର୍ଥନ ଥିବ। ଏଇଟା ଆମେରିକାର ଯେଉଁ ପ୍ରେସିଡେନ୍ସିଆଲ ସିଷ୍ଟମ ଅଛି ତାଠୁ ଅଲଗା। ଅର୍ଥାତ୍ ସରକାର ସବୁବେଳେ ଲୋକସଭାର ଭରସା ଉପରେ ନିର୍ଭରଶୀଳ। ଆଚ୍ଛା, ଏଇ ବ୍ୟବସ୍ଥା ସହ ଆଉ କେଉଁ ବୈଶିଷ୍ଟ୍ୟ ବ୍ରିଟେନରୁ ଆସିଛି? ଏହା ସହିତ ଆହୁରି କିଛି ଜଡ଼ିତ ଅଛି। ଯେମିତି ଦୁଇ ସଦନୀୟ ସଂସଦ, ମାନେ ବାଇକ୍ୟାମେରାଲ ପାର୍ଲାମେଣ୍ଟ। ବ୍ରିଟେନରେ ଯେମିତି ହାଉସ୍ ଅଫ୍ କମନ୍ସ ଓ ହାଉସ୍ ଅଫ୍ ଲର୍ଡସ୍ ଅଛି, ଆମର ବି ଲୋକସଭା ଆଉ ରାଜ୍ୟସଭା ଅଛି।
ଲୋକସଭା ସାଧାରଣତଃ ଲୋକଙ୍କର ସିଧା ପ୍ରତିନିଧିତ୍ୱ କରେ ଆଉ ରାଜ୍ୟସଭା ରାଜ୍ୟମାନଙ୍କର। ଆଉ ଏହା ଏକ ପ୍ରକାର ରିଭ୍ୟୁ କରୁଥିବା ସଦନ ଭଳି କାମ କରେ। ଆହୁରି ମଧ୍ୟ ବ୍ରିଟିଶ ପରମ୍ପରା ଅନୁସାରେ ଆମେ ନିମ୍ନ ସଦନ ମାନେ ଲୋକସଭାକୁ ଅଧିକ ଶକ୍ତିଶାଳୀ କରିବା ବ୍ୟବସ୍ଥା ଗ୍ରହଣ କରିଛୁ। ବିଶେଷ କରି ଆର୍ଥିକ ମାମଲାରେ ଲୋକସଭାର କ୍ଷମତା ବେଶୀ। ପ୍ରସ୍ତାବରେ ସରକାର ଲୋକସଭାରେ ହାରିଯାଆନ୍ତି ତାହେଲେ ପୁରା ମନ୍ତ୍ରୀ ପରିଷଦକୁ ଇସ୍ତଫା ଦେବାକୁ ପଡ଼େ। ଏହା ସରକାରକୁ ମନମାନି କରିବାରୁ ରୋକେ। ଏହା ସହିତ ଲୋକସଭାରେ ଯେଉଁ ବାଚସ୍ପତିଙ୍କ ପଦ ଅଛି, ସ୍ପିକର ଇନ୍ ଲୋକସଭା, ତାଙ୍କର ଭୂମିକା ବି ବ୍ରିଟିଶ ମଡେଲରୁ ଆସିଛି। ବାଚସ୍ପତି ସଦନର କାମ ଚଳାନ୍ତି ଆଉ ସଦନର ମର୍ଯ୍ୟାଦା ରକ୍ଷା କରନ୍ତି। ଆମେ ବ୍ରିଟିଶ ମଡେଲ ନେଲୁ, କିନ୍ତୁ ସେଠି ତ ସଂସଦକୁ ସବୁଠି ବଡ଼ ବୋଲି କୁହାଯାଏ, ଯେମିତି ପାର୍ଲାମେଣ୍ଟାରୀ ସଭରେନିଟି। ଆମେ କ'ଣ ସେଇଭଳି ସଂସଦୀୟ ସାର୍ବଭୌମତ୍ୱକୁ ପୂରାପୂରି ମାନିନେଲୁ, ନା ଆମ ବ୍ୟବସ୍ଥାରେ କିଛି ଫରକ ଅଛି? ସଂସଦୀୟ ସାର୍ବଭୌମତ୍ୱର ଧାରଣାକୁ ପୂରାପୂରି ଗ୍ରହଣ କଲୁ ନାହିଁ। ବ୍ରିଟେନରେ କେମିତି ସଂସଦ ଯେଉଁ ଆଇନ କରିଦେଲା ତାକୁ କୌଣସି କୋର୍ଟ ଭୁଲ କହିପାରିବେନି। କିନ୍ତୁ ଭାରତରେ ଆମର ଗୋଟେ ଲିଖିତ ସମ୍ବିଧାନ ଅଛି, ଆଉ ସେଇଟା ହିଁ ସର୍ବୋଚ୍ଚ। ଆଉ ଆମ ନ୍ୟାୟପାଳିକା ପାଖରେ ଜୁଡିସିଆଲ ରିଭ୍ୟୁର କ୍ଷମତା ଅଛି। ଯଦି ସଂସଦ କରିଥିବା କୌଣସି ଆଇନ ସମ୍ବିଧାନର ମୂଳ ଢାଞ୍ଚା ବା ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି, ତାହେଲେ ସୁପ୍ରିମକୋର୍ଟ ବା ହାଇକୋର୍ଟ ତାକୁ ଅସାମ୍ବିଧାନିକ ଘୋଷଣା କରିପାରିବେ। ତେଣୁ ଆମେ ଗୋଟେ ପ୍ରକାରେ ସଂସଦୀୟ ସାର୍ବଭୌମତ୍ୱ ଆଉ ନ୍ୟାୟିକ ସର୍ବୋଚ୍ଚତା ଭିତରେ ଗୋଟେ ବ୍ୟାଲେନ୍ସ ରଖିବାକୁ ଚେଷ୍ଟା କରିଛୁ। ହଁ, ଏଇଟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ। ଏଥିରୁ ଜଣାପଡ଼ୁଛି ଯେ ଆମେ କେବଳ ଆଖି ବନ୍ଦ କରି ନକଲ କରୁନୁ, ବରଂ ନିଜ ଦରକାର ଅନୁସାରେ ବଦଳେଇଛୁ। ଆଚ୍ଛା, ସଂସଦୀୟ ବ୍ୟବସ୍ଥାର ମୂଳ ଢାଞ୍ଚା ଛଡ଼ା ସରକାରଙ୍କ ଗଠନକୁ ନେଇ କେଉଁ କେଉଁ ବୈଶିଷ୍ଟ୍ୟ ବ୍ରିଟେନରୁ ଆସିଛି? ହଁ, ସରକାରର ଉପର ସ୍ତରର ଗଠନ ବି ବ୍ରିଟିଶ ମଡେଲ ଦ୍ୱାରା ପ୍ରଭାବିତ। ପ୍ରଥମ କଥା ହେଲା ନାମମାତ୍ର ମୁଖ୍ୟ ବା ନମିନାଲ ହେଡ୍ର ଧାରଣା। ଯେମିତି ବ୍ରିଟେନରେ ରାଜା ବା ରାଣୀ ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ, କିନ୍ତୁ ପ୍ରକୃତ କ୍ଷମତା ସରକାରଙ୍କ ପାଖରେ, ସେମିତି ଭାରତରେ ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରର ସାମ୍ବିଧାନିକ ମୁଖ୍ୟ, କିନ୍ତୁ ପ୍ରକୃତ କାର୍ଯ୍ୟନିର୍ବାହୀ କ୍ଷମତା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଥିବା ମନ୍ତ୍ରୀ ପରିଷଦ ପାଖରେ ଥାଏ। ଦ୍ୱିତୀୟରେ ପ୍ରଧାନମନ୍ତ୍ରୀଙ୍କ ପଦ, ପୋଷ୍ଟ ଅଫ୍ ଦ ପିଏମ୍, ସରକାରର ପ୍ରକୃତ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଭୂମିକା, ସେଇଟା ବ୍ରିଟିଶ ବ୍ୟବସ୍ଥା ଭଳି। ଆଉ ତୃତୀୟରେ ମନ୍ତ୍ରୀମାନଙ୍କର କ୍ୟାବିନେଟ୍ ବ୍ୟବସ୍ଥା, କ୍ୟାବିନେଟ୍ ସିଷ୍ଟମ, ମାନେ ସବୁ ମନ୍ତ୍ରୀଙ୍କ ବଦଳରେ କିଛି ମୁଖ୍ୟ ବରିଷ୍ଠ ମନ୍ତ୍ରୀ, ଯେଉଁମାନଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କୁହାଯାଏ, ସେମାନେ ମିଶି ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ନିଅନ୍ତି। ଏହା ଶାସନକୁ ସହଜ ଆଉ ଶୀଘ୍ର କରେ ବୋଲି ବିଶ୍ୱାସ କରାଯାଏ। ମାତ୍ର ରାଷ୍ଟ୍ରମୁଖ୍ୟ ଆଉ ଜଣେ ଶକ୍ତିଶାଳୀ ପ୍ରକୃତ କାର୍ଯ୍ୟନିର୍ବାହୀ ମୁଖ୍ୟ, ଯେ ସଂସଦ ପ୍ରତି ଉତ୍ତରଦାୟୀ। ଏହାଛଡ଼ା ନାଗରିକତା ବା ସାଂସଦଙ୍କ ଅଧିକାର ବିଷୟରେ କିଛି ବ୍ୟବସ୍ଥା ବି ବ୍ରିଟେନରୁ ନିଆଯାଇଛି କି? ହଁ, ଆଉ ଦୁଇଟା ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଅଛି। ପ୍ରଥମଟି ହେଲା ଏକକ ନାଗରିକତା, ସିଙ୍ଗଲ ସିଟିଜେନସିପ୍। ଆମେରିକା ବା ସୁଇଜରଲ୍ୟାଣ୍ଡ ଭଳି ଦେଶରେ ଦୁଇଟା ନାଗରିକତା ଥାଏ, ଗୋଟେ କେନ୍ଦ୍ର ପାଇଁ, ଗୋଟେ ରାଜ୍ୟ ପାଇଁ। କିନ୍ତୁ ବ୍ରିଟେନ ଭଳି ଭାରତରେ ବି କେବଳ ଗୋଟିଏ ନାଗରିକତା ଅଛି, ଭାରତୀୟ ନାଗରିକତା। ଏଇଟା ଦେଶର ଏକତା ଆଉ ଅଖଣ୍ଡତାକୁ ମଜବୁତ କରିବ ବୋଲି ଭବାଯାଇଥିଲା। ଦ୍ୱିତୀୟଟି ହେଲା ସଂସଦୀୟ ବିଶେଷାଧିକାର, ପାର୍ଲାମେଣ୍ଟାରୀ ପ୍ରିଭିଲେଜେସ୍। ସାଂସଦମାନେ ଯେମିତି ନିଜ କାମ ଭଲରେ ଆଉ ନିର୍ଭୟରେ କରିପାରିବେ, ସେଥିପାଇଁ ତାଙ୍କୁ କିଛି ବିଶେଷ ଅଧିକାର ଆଉ ସୁରକ୍ଷା ଦିଆଯାଇଛି। ଯେମିତିକି ସଂସଦରେ ଦେଇଥିବା କୌଣସି କଥା ବା ଭୋଟ ପାଇଁ ତାଙ୍କ ବିରୁଦ୍ଧରେ କୋର୍ଟରେ କେସ୍ ହୋଇପାରିବନି। ସଂସଦ ଚାଲିଥିବା ବେଳେ କିଛି ଦିୱାନୀ ମାମଲାରେ ଗିରଫ ହେବାରୁ ସୁରକ୍ଷା ମିଳେ। ଏହାର ମୂଳ ଉଦ୍ଦେଶ୍ୟ ହେଲା ସଂସଦର ସ୍ୱାଧୀନତା ଆଉ ମର୍ଯ୍ୟାଦା ବଜାୟ ରଖିବା। ଏଇ ଧାରଣାଟା ବି ବ୍ରିଟିଶ ପାର୍ଲାମେଣ୍ଟ ପରମ୍ପରାରୁ ଆସିଛି। ବାଃ, ଏତେ ସବୁ ବୈଶିଷ୍ଟ୍ୟକୁ ଦେଖିଲେ ତ ପୁରା ସ୍ପଷ୍ଟ ଯେ ବ୍ରିଟିଶ ସାମ୍ବିଧାନିକ ମଡେଲର ପ୍ରଭାବ କେତେ ବ୍ୟାପକ। କିନ୍ତୁ ମନରେ ଗୋଟେ ସ୍ୱାଭାବିକ ପ୍ରଶ୍ନ ଆସୁଛି, ସ୍ୱାଧୀନତା ପରେ ଆମ ନେତାମାନେ କାହିଁକି ପୂର୍ବ ଶାସକ ଦେଶର ବ୍ୟବସ୍ଥାକୁ ଏତେ ମାତ୍ରାରେ ଆପଣେଇ ନେଲେ? କ'ଣ ଆଉ କିଛି ମୌଳିକ ବିକଳ୍ପ ବିଷୟରେ ଚିନ୍ତା କରାଯାଇ ନଥିଲା? ହଁ, ଏଇଟା ଗୋଟେ ଜଟିଳ ପ୍ରଶ୍ନ, ଆଉ ଏହାର ଅନେକ କାରଣ ଦିଆଯାଏ। ସବୁଠୁ ବଡ଼ କାରଣ କୁହାଯାଏ ପରିଚିତି, ମାନେ ଫେମିଲିଆରିଟି। ବହୁତ ବର୍ଷର ବ୍ରିଟିଶ ଶାସନ ଭିତରେ ଆମ ନେତା, ଓକିଲ, ପ୍ରଶାସକମାନେ ଏହି ସଂସଦୀୟ ବ୍ୟବସ୍ଥା ସହ କିଛି ପରିମାଣରେ ଅଭ୍ୟସ୍ତ ହୋଇସାରିଥିଲେ। ସେମାନେ ଜାଣିଥିଲେ ଏହା କେମିତି କାମ କରେ, ଏହାର ଭଲ ଦିଗ କ'ଣ, ଖରାପ ଦିଗ କ'ଣ।
ସ୍ୱାଧୀନତା ପରେ ଦେଶ ଆଗରେ ବହୁତ ଚ୍ୟାଲେଞ୍ଜେସ୍ ଥିଲା। ତେଣୁ ପୁରା ଗୋଟେ ଅଜଣା ଶାସନ ବ୍ୟବସ୍ଥାକୁ ପରୀକ୍ଷା କରିବା ବଦଳରେ ଗୋଟେ ଜଣାଶୁଣା ବ୍ୟବସ୍ଥାକୁ ଭାରତୀୟ ପରିସ୍ଥିତି ଅନୁସାରେ ବଦଳେଇ ଗ୍ରହଣ କରିବା ବୋଧହୁଏ ଅଧିକ ପ୍ରାକ୍ଟିକାଲ ଲାଗିଥିବ। ଆଉ ଗୋଟେ କଥା, ଶୀଘ୍ର ଗୋଟେ ସ୍ଥିର ଆଉ କାର୍ଯ୍ୟକ୍ଷମ ସରକାର ଗଠନ କରିବାର ଆବଶ୍ୟକତା ବି ଥିଲା। କିନ୍ତୁ କେବଳ ପରିଚିତ ବୋଲି ଗୋଟେ ପୁରୁଣା ବ୍ୟବସ୍ଥାକୁ ଆପଣେଇବା କ'ଣ ସବୁବେଳେ ସ୍ୱାଧୀନ ଭାରତର ନୂଆ ଆଶା ଆକାଂକ୍ଷା ସହ ମେଳ ଖାଉଥିଲା? କିଛି ସମାଲୋଚକ କହିପାରନ୍ତି ଯେ ଏହିଟା ଏକ ପ୍ରକାର ବୌଦ୍ଧିକ ଆଳସ୍ୟ ଥିଲା ବା ପଶ୍ଚିମ ମଡେଲ ପ୍ରତି ବେଶୀ ଆକର୍ଷଣ ଥିଲା। ହଁ, ସେଭଳି ସମାଲୋଚନା ବି ଅଛି। କିଛି ବିଶ୍ଳେଷକ କହନ୍ତି ଯେ ଭାରତର ଯେଉଁ ପୁରୁଣା ଗଣତାନ୍ତ୍ରିକ ପରମ୍ପରା ଥିଲା ବା ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜ ଭଳି ଭାବନା ଉପରେ ଆଧାର କରି ଗୋଟେ ମୌଳିକ ଭାରତୀୟ ମଡେଲ ତିଆରି କରାଯାଇ ପାରିଥାନ୍ତା। କିନ୍ତୁ ଯଦି ଆମେ ସମ୍ବିଧାନ ସଭାର ବିତର୍କଗୁଡ଼ିକୁ ଦେଖିବା, ଜଣାପଡ଼େ ଯେ ସେମାନେ ବିଭିନ୍ନ ବିକଳ୍ପ ବିଷୟରେ ଭାବିଥିଲେ ଆଉ ଶେଷରେ ସଂସଦୀୟ ଗଣତନ୍ତ୍ରକୁ ହିଁ ଭାରତର ବିବିଧତା ଆଉ ଆକାର ପାଇଁ ସବୁଠୁ ବେଶୀ ଉପଯୁକ୍ତ ବୋଲି ମନେ କରିଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ଗୋଟେ ସ୍ଥାୟୀ, ଉତ୍ତରଦାୟୀ ଆଉ ପ୍ରତିନିଧିମୂଳକ ସରକାର ଗଠନ କରିବା, ଆଉ ତାଙ୍କୁ ଲାଗିଲା ଯେ ବ୍ରିଟିଶ ମଡେଲ କିଛି ଜରୁରୀ ପରିବର୍ତ୍ତନ ସହ ଏହି ଉଦ୍ଦେଶ୍ୟ ପୂରଣ କରିପାରିବ। ହଁ, ଏଇଟା ଗୋଟେ ଯୁକ୍ତିଯୁକ୍ତ କଥା ଭଳି ଲାଗୁଛି। ମାନେ ବ୍ୟବହାରିକତା ଆଉ ଉପଯୋଗିତା ବୋଧହୁଏ ମୌଳିକତାଠୁ ଅଧିକ ଗୁରୁତ୍ୱ ପାଇଲା। ତେବେ ଆଜିର ଏହି ଆଲୋଚନାରୁ ଆମେ ମୁଖ୍ୟତଃ କ'ଣ ଶିଖିଲେ? ମୁଖ୍ୟ ଶିକ୍ଷା ହେଲା ଯେ ଭାରତୀୟ ସମ୍ବିଧାନ କୌଣସି ଗୋଟିଏ ଉତ୍ସରୁ ଆସିନାହିଁ, ବରଂ ଏଇଟା ବିଭିନ୍ନ ଉତ୍ସର ଏକ ମିଶ୍ରଣ। ଏହାକୁ ତିଆରି କଲାବେଳେ ଆମ ନିର୍ମାତାମାନେ ଦୁନିଆର ବିଭିନ୍ନ ସମ୍ବିଧାନ ଆଉ ଆଇନ ବ୍ୟବସ୍ଥାକୁ ବହୁତ ଭଲ ଭାବରେ ପଢ଼ିଥିଲେ। ଆମେ ଦେଖିଲେ ଯେ 1935ର ଭାରତ ସରକାର ଅଧିନିୟମ ଏହାର ମୂଳ ଢାଞ୍ଚା ଦେଇଥିବା ବେଳେ ବ୍ରିଟେନର ସଂସଦୀୟ ପରମ୍ପରା ଆମ ଶାସନ ପ୍ରଣାଳୀକୁ ଗଭୀର ଭାବେ ପ୍ରଭାବିତ କରିଛି। ଏହା ବ୍ୟତୀତ ଆମେରିକା, ଆୟାରଲ୍ୟାଣ୍ଡ, କାନାଡା, ଅଷ୍ଟ୍ରେଲିଆ, ଜର୍ମାନୀ, ସୋଭିଏତ ୟୁନିୟନ ଯେବେକା ରୁଷିଆ, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ଜାପାନ ଏମିତି ଆହୁରି ଅନେକ ଦେଶର ସମ୍ବିଧାନରୁ ବି ଗୁରୁତ୍ୱପୂର୍ଣ୍ଣ ଜିନିଷ ନିଆଯାଇଛି, ଯାହା ବିଷୟରେ ହୁଏତ ଆମେ ଆଗାମୀ କୌଣସି ଆଲୋଚନାରେ କଥା ହୋଇପାରିବା। ଠିକ୍, ଏଥିରୁ ଜଣାପଡ଼ୁଛି ଯେ ସମ୍ବିଧାନ ନିର୍ମାତାମାନେ କୌଣସି ସଂକୀର୍ଣ୍ଣ ମନୋଭାବ ରଖିନଥିଲେ। ସେମାନେ ଯେଉଁଠୁ ବି ଭଲ ବିଚାର ବା ବ୍ୟବସ୍ଥା ପାଇଲେ ତାକୁ ଭାରତୀୟ ପରିସ୍ଥିତିରେ ଗ୍ରହଣ କରିବାକୁ ପଛେଇ ନଥିଲେ। ଏକ ପ୍ରକାର ବାଛିବା ଆଉ ଗ୍ରହଣ କରିବା ପ୍ରକ୍ରିୟା ଥିଲା। ଆଉ ଯଦି ଆମେ ଏହାକୁ ଆଉ ଟିକେ ବଡ଼ ଚିତ୍ରରେ ଦେଖିବା, ଏହା ସମ୍ବିଧାନ ତିଆରିର ପ୍ରକୃତ ସ୍ୱଭାବକୁ ଦେଖାଏ। ଏଇଟା କେବଳ ନୂଆ ନିୟମ ଲେଖିବା ନୁହେଁ, ଏହା ଏକ ପ୍ରକ୍ରିୟା ଯେଉଁଥିରେ ଅତୀତର ଅନୁଭୂତି, ବର୍ତ୍ତମାନର ଦରକାର ଆଉ ଭବିଷ୍ୟତର ଆଶା ଭିତରେ ଗୋଟେ ସମନ୍ୱୟ ରଖାଯାଏ। ପୂର୍ବରୁ ଥିବା ଢାଞ୍ଚା ଆଉ ବିଚାରଧାରାକୁ ନୂଆ ପରିସ୍ଥିତି ଆଉ ସ୍ଥାନୀୟ ଆବଶ୍ୟକତା ଅନୁସାରେ ଗ୍ରହଣ କରାଯାଏ, ଆପଣାଇ ନିଆଯାଏ ଆଉ ଦରକାର ପଡ଼ିଲେ ବଦଳାଯାଏ। ଏକ ପ୍ରକାର ନିରନ୍ତର ସାମ୍ବିଧାନିକ ବିକାଶ। ହଁ, ଏହା ବାସ୍ତବରେ ଏକ ଗଭୀର କଥା। ତେବେ ଆମ ଆଲୋଚନାର ଶେଷରେ ଶ୍ରୋତାମାନଙ୍କ ପାଇଁ ଗୋଟେ ଚିନ୍ତା କରିବା ଭଳି ପ୍ରଶ୍ନ ଛାଡ଼ିଯିବା। ଆମେ ଦେଖିଲେ ଯେ ଆମ ସମ୍ବିଧାନର ମୂଳଦୁଆ ଆଉ ଅନେକ ମୁଖ୍ୟ ବ୍ୟବସ୍ଥା ମୁଖ୍ୟତଃ 1935 ଆକ୍ଟ ଆଉ ବ୍ରିଟିଶ ମଡେଲ ଉପରେ ଆଧାରିତ। ଏହି ବଡ଼ ବାହ୍ୟ ପ୍ରଭାବଗୁଡ଼ିକୁ ମାନିନେଲା ପରେ ପ୍ରଶ୍ନ ଉଠୁଛି, କେଉଁ ମୌଳିକ ଜିନିଷ ବା ବୈଶିଷ୍ଟ୍ୟ ପ୍ରକୃତରେ ଭାରତୀୟ ସମ୍ବିଧାନକୁ କେବଳ ଗୋଟେ ଉଦ୍ଧାର ବା ନକଲ ନକରି ଏକ ଅନନ୍ୟ ଭାରତୀୟ ପରିଚୟ ଦେଉଛି? କେଉଁଠି ଆମେ କେବଳ ଅନ୍ୟମାନଙ୍କଠୁ ଶିଖୁନୁ, ବରଂ ନିଜର ମୌଳିକ ଚିନ୍ତାଧାରା ଆଉ ମୂଲ୍ୟବୋଧକୁ ପ୍ରତିଫଳିତ କରିଛୁ? ଏହା ଏକ ବିଷୟ ଯାହା ଉପରେ ଆହୁରି ଗଭୀର ଭାବେ ବିଚାର କରାଯାଇପାରେ।